କୁକୁଡ଼ାର ଡାକ ବିଲୁଆର ହୁକେ ହୁ କେତେବେଳେ ବିଲେଇର ତ ଆଉ କେତେବେଳେ କୁକୁରର ଭୋକିବା ଶବ୍ଦ। ହେଲେ ଏଠି ମଣିଷଟିଏ ଶୁଣାଉଛି ଏସବୁ। ଶୁଣିଲେ ଲାଗିବ ସତରେ କୁକୁଡ଼ା ଡାକିଲାଣି ତ ବିଲୁଆ କୁକୁର ଭୋକିଲେଣି। ହଁ ଦର୍ଶକ ବନ୍ଧୁ, ସତ କୁକୁଡ଼ା କି ବିଲେଇ କି ବିଭିନ୍ନ ପଶୁପକ୍ଷୀଙ୍କ ରାବକୁ ଅବିକଳ ନକଲ କରିବାରେ ଓସ୍ତାଦ ଏ ବ୍ୟକ୍ତି ଜଣକ। ଇଏ ହେଉଛନ୍ତି ପଶୁପକ୍ଷୀଙ୍କ ସ୍ୱରକୁ ଅବିକଳ ନକଲ କରୁଥିବା ମଣିଷ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପୋଚ ଗାଁର ସୁରେନ୍ଦ୍ର ସ୍ୱାଇଁ। ବୟସ ପାଖାପାଖି 50। ଏହି ବୟସରେ ସେ ବିଭିନ୍ନ ପଶୁପକ୍ଷୀଙ୍କ ରାବର ଅବିକଳ ନକଲ କରି ଜଣେ ଲୋକପ୍ରିୟ କଳାକାର ହୋଇପାରିଛନ୍ତି। ବିଭିନ୍ନ ସ୍ଥାନକୁ ଯାଇ ଏଭଳି କଳା ପ୍ରଦର୍ଶନ କରିଥାନ୍ତି। ହେଲେ ପେଟ ପୋଷନ୍ତି ପର ଘରେ ମୂଲ ଲାଗି। କାରଣ କେବଳ ନିଜ ପେଟ ନୁହେଁ, ପରିବାରର ଅନ୍ୟମାନଙ୍କ ଦାୟିତ୍ୱ ବି ତାଙ୍କ ଉପରେ। ହେଲେ ଜଣେ କଳାକାର ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ହେବ ସରକାରଙ୍କ କଳାକାର ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ସରକାର କଳାକାରମାନଙ୍କୁ ଚିହ୍ନଟ କରି କଳାକାର ଭତ୍ତା ଯୋଗାଇ ଦେଉଛନ୍ତି, କିନ୍ତୁ ସାମ୍ପୋଚ ଗାଁର ସୁରେନ୍ଦ୍ରଙ୍କର ନାଁ ଏହି ଲୋକାଭିମୁଖୀ ଯୋଜନା ତାଲିକାରେ ନାହିଁ। ଖାଲି ସେତିକି ନୁହେଁ, କଳାକାର ଭତ୍ତା ତାଲିକାରେ ନାଁ ଯୋଡ଼ିବା ପାଇଁ ଚେଷ୍ଟା କରିଥିଲେ ବି ସେ, ହେଲେ ପଡ଼ିଗଲେ ଦଲାଲ ହାବୁଡ଼ରେ, ଯିଏ ଭତ୍ତା କରାଇଦେବା ନାଁରେ ଅସହାୟ ସୁରେନ୍ଦ୍ରଙ୍କଠାରୁ ନେଇଗଲା 7,000 ଟଙ୍କା। ଆଉ ଟଙ୍କା ପାଇବା ପରେ ଭତ୍ତା କରାଇବ କହି ଫାଙ୍କି ଚାଲିଲେ। ନା ଭତ୍ତା କରାଇଲେ ନା ପଇସା ଫେରାଇଲେ। ତେଣୁ ସୁରେନ୍ଦ୍ର କାନମୁଣ୍ଡ ଆଉଁସି ରହିବା ହିଁ ସାର ହେଲା। ଅବଶ୍ୟ ଘଟଣାକୁ ନେଇ ସେ ହରଭଙ୍ଗା ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଆଜ୍ଞା ମୁଇଁ ନାଇଁ ତାନେ ମାସେ କାମ କଲି 7,000 ଟଙ୍କା ସେ ହନ୍ତା ମାହାକୁର ପାଲିଆ ବାଇଛା ସେ ମନୁ ଖାଇଦେଲା। ମୋତେ କଳାକାର ପଇସା ନାଇଁ କରିଦେବି ଭତ୍ତା ବୋଲିକି ବୋଇଲା, ନାଇଁ କରିଦେଲା। ଆଜ୍ଞା ମାଗି ମାଗିଦେଲା ଦଉନେ କି ଆହୁରି ଆହୁରି ମୋର ଉପରେ ଚଢ଼େଇ କରିକି ନାଇଁ ବହୁତ ହନ୍ତା କରୁଛି। ଆଜ୍ଞା ସେ ଏମିତି ମନୁ ଖାଇଯାଇଏ ଜଣାଇଥିଲି। ଆଜ୍ଞା ସେଟାକ କିଛି ନାଇଁ କରିଦେଲେ ହେଲା। ସେ କାଗଜ ପତ୍ର ଗଲା ମୋର ବାହାରୁ ନାଇଁ କିଛି ନାଇଁ। ଏଇଟା ନାଇଁ ବାଇଛା ପ୍ରଧାନ ନେଇଯାଏ। ମୁଇଁ କଳାକାର ପଇସା ନାଇଁ କରିଦେବି ତୋର ଭତ୍ତା କରିଦେବି ବୋଲିକି ଏମିତି ସବୁ ନେଇଯାଏ। ଆଜ୍ଞା ଠକି ଠକିକି ସବୁ ନେଇଯାଏ। ତେବେ ଏନେଇ ବିଡିଓଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ। ତଥାପି ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନେ ଏହି ଦୁସ୍ଥ କଳାକାରଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରିଦେଲେ ତାଙ୍କ ପରିବାର ଉପକୃତ ହୋଇପାରନ୍ତେ। ବୌଦ୍ଧ ହରଭଙ୍ଗାରୁ ହିମାଂଶୁ ସାହୁଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।